दुर्घटना घटाई फेरार ट्रक चालक को गिरफ कला बरपाल पुलिस। ट्रक धक्का चली जाइथिला मां पुओं जीवन। अनुगुल जिला बरपाल थाना नुआहता 55 नंबर जातीय राजपथर नूतन ओभरब्रिज अंडरपास निकटरे ट्रक धक्का चली जाइथिला मां पुओं जीवन। ଏହି ଦୁର୍ଘଟଣା ଘଟାଇ ଟ୍ରକ୍ ଚାଳକ ଘଟଣାସ୍ଥଳରୁ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା। ସୂଚନା ଯେ ଟାଟା ଷ୍ଟିଲ୍ କାରଖାନାରେ କାର୍ଯ୍ୟ କରୁଥିବା ଛତିଶଗଡ଼ ନିବାସୀ ରୋହିତ ରାଠୋର କାରଖାନାରେ କଲୋନୀରେ ପରିବାର ସହ ବସବାସ କରନ୍ତି। ଆଜି ଅପରାହ୍ନ ସମୟରେ ବାଇକ୍ ଯୋଗେ ସ୍ତ୍ରୀ ମନୀଷା ରାଠୋର ଏବଂ 4 ବର୍ଷର ପୁଅ ହର୍ଷଦ ରାଠୋରଙ୍କୁ ନେଇ ବରପାଳ ଅଭିମୁଖେ ଆସୁଥିବା ବେଳେ ପଛରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍ ବାଇକ୍ ଉପରେ ଚଢ଼ାଇ ଦେଇଥିଲା, ଯାହାଫଳରେ ଘଟଣାସ୍ଥଳରେ ମା ମନୀଷାଙ୍କର ମୃତ୍ୟୁ ଘଟିବା ସହ ନିରୀହ ଶିଶୁର ଚିକିତ୍ସାଳୟରେ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ବରପାଳ ପୁଲିସ ପହଞ୍ଚି ଟ୍ରକ୍କୁ ଜବତ କରି ଏକ ମାମଲା ରୁଜୁ କରି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ଗନ୍ଦିଆ ଥାନା ଅଞ୍ଚଳର ଟ୍ରକ୍ ଡ୍ରାଇଭର ମନ୍ଦରଧର ସାମଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ବରପାଳ ପୁଲିସ।